ଏକ ଜଙ୍ଗଲରେ ସବୁ ପକ୍ଷୀମାନେ ଖୁସି ଖୁସିରେ ରହୁଥିଲେ। ଦିନେ କାଳୁ କାଉ ଆଉ ପେଚା ମିଶି ଅନ୍ୟ ଚଢ଼େଇମାନଙ୍କୁ ଡାକି ଜଙ୍ଗଲରେ ଏକ ଜାଗାରେ ଏକଜୁଟ ହେଲେ ଆଉ କଥା ହେଲେ। ଆରେ ସମସ୍ତ ଚଢ଼େଇମାନେ ଆସିଗଲ। ମୁଁ ତମମାନଙ୍କୁ ଏକ କଥା କହିବାକୁ ଡାକିଛି। ହଁ ହଁ କୁହ କାଳୁ ଭାଇ, କ'ଣ ହେଇଛି? ଆମେ ସମସ୍ତେ କେତେ ଦିନ ଏହି ଜଙ୍ଗଲରେ ସେ ଟିକି ଚଢ଼େଇର ଗୁଲାମ ହୋଇ ରହିବା? ସେ ଯାହା କହିବ ଆମେ କ'ଣ ସବୁ ମାନିବାକୁ ବାଧ୍ୟ ନା କ'ଣ? ଏକଥାକୁ ଶୁଣି ମିଟୁ ଶୁଆ ଓ ଆଉ କେତେକ ଚଢ଼େଇ ବିରୋଧ କରି ସେଠାରୁ ପଳାଇଗଲେ। ଅନ୍ୟ ଚଢ଼େଇମାନେ ପଳାଇବା ଦେଖି କାଳୁ କାଉ କହିଲା, ଆରେ ସେମାନେ ଯାଆନ୍ତୁ, ସେମାନେ ହେଲେ ବୋକା ଚଢ଼େଇମାନେ, ସେଇଥିପାଇଁ ପଳାଇଗଲେ। ଚାଲ ଆମେ ଗୋଟିଏ କାମ କରିବା, ଜଙ୍ଗଲରେ ଆଉ ଥରେ ଇଲେକ୍ସନ କରିବା, ନା କ'ଣ କହୁଛ? ହଁ ହଁ କାଳୁ ଭାଇ, ତମେ ଠିକ୍ କହୁଛ। ତାହେଲେ ଆମେ ଚାଲ ଟିକି ଚଢ଼େଇ ପାଖକୁ ଯିବା। ତାପରେ କାଳୁ କାଉ ଆଉ ପେଚା ଅନ୍ୟ ଚଢ଼େଇମାନଙ୍କୁ ଧରି ଉଡ଼ି ଉଡ଼ି ଯାଇ ଟିକି ଚଢ଼େଇର ପାଖରେ ପହଞ୍ଚିଲେ। ଟିକି ଚଢ଼େଇ, ଆମେ ତମ ପାଖକୁ ଏକ କଥା କହିବାକୁ ଆସିଛୁ। ହଁ କୁହ କାଳୁ, କ'ଣ ଜଙ୍ଗଲରେ କିଛି ଅସୁବିଧା ହୋଇଛି ନା କ'ଣ? ନା ନା ଟିକି ଚଢ଼େଇ, ଆମେ ସମସ୍ତେ ଚାହୁଁଛୁ ଜଙ୍ଗଲରେ ଆଉ ଥରେ ଇଲେକ୍ସନ ହଉ। ଇଲେକ୍ସନରେ ଯିଏ ଜିତିବ ସେ ହିଁ ରାଜା ହେଉ। ଆରେ ଚଢ଼େଇମାନେ, ମୁଁ କ'ଣ ଜଙ୍ଗଲରେ ସବୁ କାମ ସୁଚାରୁ ରୂପେ ତୁଲେଇ ପାରୁନି କି? ନା ଟିକି ଚଢ଼େଇ, ତମେ ବହୁତ ଦିନ ହେଲା ଏ ଜଙ୍ଗଲରେ ରାଜା ହେଇକି ଅଛ। ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର। ଆଉ ଥରେ ଇଲେକ୍ସନ ହେଲେ ଯିଏ ଭଲ କାମ କରିଥିବ ସେ ହିଁ ଜିତିବ, ଆଉ ସେ ରାଜା ହେବ। ହଉ ହଉ, ଯଦି ତମେମାନେ ଚାହୁଁଛ ତାହେଲେ ଆଉ 2 ଦିନ ପରେ ଇଲେକ୍ସନ ହେବ। କିନ୍ତୁ ଇଲେକ୍ସନରେ ପୁଣି ମୁଁ ହିଁ ଜିତିବି, କାହିଁକି ନା ମୁଁ ଏ ଜଙ୍ଗଲର ବହୁତ ଉନ୍ନତି କରିଛି। ଏକଥାକୁ ଶୁଣି କାଳୁ କାଉ ଆଉ ପେଚା ଆଉ ଅନ୍ୟ ଚଢ଼େଇମାନେ ବି ସେଠାରୁ ପଳାଇ ଆସିଲେ। ସେମାନେ ଅନ୍ୟ ଏକ ଜାଗାରେ ବସି କଥା ହେବାକୁ ଲାଗିଲେ। ଆରେ ପେଚା, ଏ ଟିକି ଚଢ଼େଇ ଏମିତି କ'ଣ କହୁଛି? ସେ କ'ଣ ପୁଣି ଜିତିବ ନା କ'ଣ? ନା କାଳୁ କାଉ, ମୋ ମୁଣ୍ଡକୁ ଏକ ବୁଦ୍ଧି ଆସିଛି। ଚାଲ ଆମେ ଚିଲ ପାଖକୁ ଯିବା, ସେ ହିଁ କିଛି ଉପାୟ ଆମକୁ ନିଶ୍ଚୟ କହିବ। ତାପରେ ସମସ୍ତେ ସେଠାରୁ ଉଡ଼ି ଉଡ଼ି ଅନ୍ୟ ଏକ ଜଙ୍ଗଲରେ ରହୁଥିବା ଚିଲ ପାଖକୁ ଗଲେ। ଆରେ ଚଢ଼େଇମାନେ, ତମମାନଙ୍କର କ'ଣ ହେଇଛି? ତମେମାନେ କ'ଣ ସମସ୍ତେ ଏକା ସାଙ୍ଗରେ ଏଠି? ତାପରେ କାଳୁ କାଉ ଚିଲକୁ ସବୁ କଥା କହେ। ଚିଲ ଏକଥାକୁ ଶୁଣି କହିବାକୁ ଲାଗେ, ହଉ ଠିକ୍ ଅଛି, ତମ ଜଙ୍ଗଲରେ ଯେଉଁ ପୋଖରୀ ଅଛି ସେଠି ତ ସବୁ ଚଢ଼େଇ ପାଣି ପିଇବାକୁ ଆସନ୍ତି। ତମେ ଗୋଟିଏ କାମ କର, ମୋ ପାଖରେ ଏଇ ଯେଉଁ ପଥର ଅଛି, ଏହା ଏକ ସାଧାରଣ ପଥର ନୁହେଁ। ଏହାକୁ ପାଣିରେ ପକାଇଦେଲେ ସେ ପାଣିକୁ ଯିଏ ପିଇବ ସେ ଅସୁସ୍ଥ ହୋଇଯିବ। ତୁମ ସପୋର୍ଟରେ ଯେଉଁ ଚଢ଼େଇମାନେ ଥିବେ, ତୁମେ ଆଗୁଆ ସେମାନଙ୍କୁ ଜଣେଇଦେବ କି ସେ ପାଣିକୁ ସେମାନେ ପିଇବେନି। ଏମିତି ହେଲେ ସେ ଟିକି ଚଢ଼େଇ ହାରିଯିବ ଆଉ ତୁମେମାନେ ଜିତିଯିବ। ହେଲେ ଚିଲ, ସେ ପାଣି ପୁଣି କେମିତି ଠିକ୍ ହେବ? ଆରେ ଚଢ଼େଇ, ଏଇ ଯେଉଁ ପଥରର ଶକ୍ତି 2 ଦିନ ରହିବ। ତା ଭିତରେ ତମର ଇଲେକ୍ସନ ସରିଯାଇଥିବ ଆଉ ଅନ୍ୟ ଚଢ଼େଇମାନେ ଜଙ୍ଗଲରେ ଏଇଭଳି ଅବସ୍ଥା ଦେଖି ସେ ଟିକି ଚଢ଼େଇକୁ ହରେଇ ଦେବେ। ଚିଲଠାରୁ ଏଭଳି କଥା ଶୁଣି ସେମାନେ ସଙ୍ଗେ ସଙ୍ଗେ ସେ ପଥରକୁ ଧରି ଉଡ଼ି ଉଡ଼ି ତାଙ୍କ ଜଙ୍ଗଲରେ ଆସି ପହଞ୍ଚିଲେ ଆଉ ସେ ପୋଖରୀ ପାଖକୁ ଗଲେ। ଆଉ ଏଣେ ତେଣେ ଲକ୍ଷ୍ୟ କରି କାଳୁ କାଉ ସେଇ ପଥରକୁ ପୋଖରୀରେ ପକାଇଦେଲା ଆଉ ସେଠାରେ
ଲୁଚି ରହିଲେ ସମସ୍ତେ। କିଛି ସମୟ ଗଲା ପରେ ଜଙ୍ଗଲର ଅନ୍ୟ ଚଢ଼େଇମାନେ ସେଠାକୁ ପାଣି ପିଇବାକୁ ଆସିଲେ। ସେମାନେ ଯେମିତି ପାଣି ପିଇଲେ ସଙ୍ଗେ ସଙ୍ଗେ ସେମାନେ ଅସୁସ୍ଥ ହୋଇପଡ଼ିଲେ। ଆରେ ଚଢ଼େଇମାନେ, ଆମ ଉପାୟଟା ତାହେଲେ କାମ କଲା। ସେମାନେ ସମସ୍ତେ ସଙ୍ଗେ ସଙ୍ଗେ ଟିକି ଚଢ଼େଇର ପାଖକୁ ଗଲେ ଆଉ ସବୁ କଥା କହିଲେ। ତାପରେ ଟିକି ଚଢ଼େଇ ସେ ପୋଖରୀ ପାଖକୁ ଆସିଲା ଆଉ ସବୁ ଦେଖିଲା ଆଉ କହିଲା, ଏ କ'ଣ ହୋଇଗଲା? ଏଇ ଜଙ୍ଗଲରେ ମୁଁ ଥାଉ ଥାଉ ପୁଣି ଏମିତି ଚଢ଼େଇମାନେ କଷ୍ଟ ପାଇବେ? ମୁଁ ଏ କ'ଣ କରିବି ଏବେ ତାହେଲେ? ଏମିତି ସେମାନେ ସେଠି ଅପେକ୍ଷା କରି ରହିଲେ। କିଛି ସମୟ ପରେ ରାତି ହୋଇଗଲା, କିନ୍ତୁ କେହି ବି ଠିକ୍ ହଉନଥିଲେ। ଏମିତି କିଛି ସମୟ ପରେ ରାତି ପାହି ସକାଳ ହେଲା। ଆରେ କାଳୁକାଉ, ଚିଲ ତ କହିଥିଲେ ଏ ପଥରର ଶକ୍ତି 2 ଦିନ ରହିବ। 2 ଦିନ ତ ହେଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପୋଖରୀର ପାଣି ତ ଗୁଳିଆ ଓ ବିଷାକ୍ତ ଅଛି। ଆମେ ଏବେ କ'ଣ କରିବା? ଏପରି କଥା ଭାବି କାଳୁକାଉ ଟିକି ଚଢ଼େଇକୁ ସବୁ ସତ କଥା କହିଦେଲା। କାଳୁକାଉ ଠାରୁ ଏପରି କଥା ଶୁଣି ଟିକି ଚଢ଼େଇ କହିଲା, ଆରେ କାଳୁକାଉ, ମୋତେ ଇଲେକ୍ସନରେ ହରାଇବାକୁ ତମେ ଜଙ୍ଗଲରେ ଅନ୍ୟ ଚଢ଼େଇମାନଙ୍କୁ ଏଇଭଳି କଷ୍ଟ ଦେଲ। ଆମକୁ କ୍ଷମା କରିଦିଅ ଟିକି ଚଢ଼େଇ, ଆମର ଭୁଲ ହେଇଯାଇଛି। ଏଥିରୁ ରକ୍ଷା ପାଇବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ଆର ଜଙ୍ଗଲରେ ଏକ ବାବା ଅଛନ୍ତି। ତାଙ୍କ ପାଖରେ ଯାଦୁଇ ପଥର ଅଛି। ଯଦି ତମେ ସେହି ଯାଦୁଇ ପଥରକୁ ଆଣି ଏ ପୋଖରୀରେ ପକାଇବ, ତାହେଲେ ଏ ପୋଖରୀ ପାଣି ପୂର୍ବ ଭଳି ନିର୍ମଳ ହେଇଯିବ। ଟିକି ଚଢ଼େଇ ଠାରୁ ଏପରି କଥା ଶୁଣି କାଳୁକାଉ ଆଉ ପେଚା ଉଡ଼ି ଉଡ଼ି ଯାଇ ସେ ବାବାଙ୍କ ପାଖରେ ପହଞ୍ଚିଲେ। ଆଉ ବାବାଙ୍କ ପାଖରେ ପହଞ୍ଚି ସବୁ କଥା ସେ ବାବାଙ୍କୁ କହିଲେ। ବାବା ତାଙ୍କୁ ଏକ ଯାଦୁଇ ପଥର ଦେଲେ। ସେମାନେ ସଙ୍ଗେ ସଙ୍ଗେ ସେ ପଥରକୁ ଧରି ଉଡ଼ି ଉଡ଼ି ଆସି ପୋଖରୀ ପାଖରେ ପହଞ୍ଚିଲେ। ଟିକି ଚଢ଼େଇ କହିବା ଅନୁସାରେ ସେମାନେ ସେ ପଥରକୁ ଆଣି ଅସୁସ୍ଥ ଥିବା ଚଢ଼େଇମାନଙ୍କୁ ଶୁଙ୍ଘାଇ ଦେଲେ। ଅଚାନକ ସେମାନେ ପୂର୍ବ ପରି ସମସ୍ତେ ଠିକ୍ ହୋଇଗଲେ ଆଉ ସେ ପଥରକୁ ପୁଣି ସେମାନେ ସେଇ ପୋଖରୀରେ ପକାଇଦେଲେ। ଯାଦୁଇ ପଥରଟି ପୋଖରୀରେ ପଡ଼ିବା ମାତ୍ରେ ପୋଖରୀର ପାଣି ପୂର୍ବ ପରି ନିର୍ମଳ ହୋଇଗଲା। ତାପରେ ଟିକି ଚଢ଼େଇ ସେଇ ପୋଖରୀ ପାଣି ନିଜେ ପିଇ ଦେଖିଲା କି ପାଣି ପୂର୍ବ ପରି ନିର୍ମଳ ଅଛି କି ନାହିଁ। ତାପରେ ସମସ୍ତ ଚଢ଼େଇମାନଙ୍କୁ ପାଣି ପିଇବାକୁ କହିଲା। ଟିକି ଚଢ଼େଇକୁ ଦେଖି ସମସ୍ତେ ସେହି ପାଣି ପିଇବାକୁ ଲାଗିଲେ ଆଉ ସମସ୍ତେ ସେମାନଙ୍କର ଶୋଷ ମେଣ୍ଟାଇଲେ। ଟିକି ଚଢ଼େଇ, ଆମକୁ କ୍ଷମା କରିଦିଅ। ଆମେ ଜାଣିନଥିଲୁ ତମେ ଜଙ୍ଗଲକୁ ଏତେ ଭଲ ପାଉଛ ବୋଲି। ତାପରେ ସବୁ ଚଢ଼େଇ ଟିକି ଚଢ଼େଇକୁ ପୂର୍ବ ପରି ସବୁଦିନ ପାଇଁ ରାଜା କରି ରଖିଲେ ଆଉ ସବୁ ଚଢ଼େଇମାନେ ଖୁସି ଖୁସିରେ ପୂର୍ବ ପରି ରହିବାକୁ ଲାଗିଲେ। ସାଙ୍ଗମାନେ, ଯଦି ଆମର ଏହି ଗପଟି ତୁମକୁ ଭଲ ଲାଗିଥିବ, ତାହେଲେ ଆମ ଚ୍ୟାନେଲକୁ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ୍ କରିଦେବେ।